ନମସ୍କାର ଦର୍ଶକ ବନ୍ଧୁ, ଜୟ ଜଗନ୍ନାଥ। ଏମିତି ଜଣେ ଭଉଣୀ ଯିଏ ଭାଇର ମୃତ୍ୟୁ ପାଇଁ ରଚିଥିଲେ ଷଡ଼ଯନ୍ତ୍ର। ଏମିତି ଜଣେ ଭଉଣୀ ଯିଏ ଭାଇର ମୃତ୍ୟୁରେ ହୋଇଥିଲେ ଖୁସି। ଏମିତି କିଏ ସେ ଭଉଣୀ, କିଏ ସେ ଭାଇ? ବହୁତ ଲୋକଙ୍କର ଏଇ ମାନ୍ୟତା ଅଛି ଯେ ପ୍ରଭୁ ଶ୍ରୀରାମ ଓ ଲଙ୍କାପତି ରାବଣଙ୍କ ସହିତ ହୋଇଥିବା ଯୁଦ୍ଧର କାରଣ ତାଙ୍କ ଭଉଣୀ ଶୂର୍ପଣଖା ଥିଲେ। କାରଣ ବନବାସ ସମୟରେ ଲକ୍ଷ୍ମଣ ଶୂର୍ପଣଖାର ନାକ କାଟି ଦେଇଥିଲେ, ଯାହାର ପ୍ରତିଶୋଧ ପାଇଁ ରାବଣ ମାତା ସୀତାଙ୍କର ହରଣ କରିଥିଲେ। ତେଣୁ ସେ ଏହି ଯୁଦ୍ଧ ହୋଇଥିଲା। କିନ୍ତୁ କ'ଣ ଆପଣମାନେ ଜାଣିଛନ୍ତି? ଯେଉଁ ଭଉଣୀକୁ ରାବଣ ଏତେ ଭଲ ପାଉଥିଲେ, ସେହି ଭଉଣୀ ଶୂର୍ପଣଖା ପତିକୁ ମଧ୍ୟ ରାବଣ ହତ୍ୟା କରିଥିଲେ। ତେବେ କ'ଣ ଏପରି କାରଣ ହୋଇଥିଲା ଯାହା ଫଳରେ କି ରାବଣ ନିଜ ଭିଣେଇର ହତ୍ୟା କରିଥିଲେ? ଚାଲନ୍ତୁ ଜାଣିବା ଏହାର ରହସ୍ୟ ଏହି ଭିଡ଼ିଓ ମାଧ୍ୟମରେ। ରାମାୟଣରେ ଶୂର୍ପଣଖାକୁ ନିଜର ରୂପ, ରଙ୍ଗ, ଏପରିକି ନିଜର ସ୍ୱର ବଦଳାଇବାର ବରଦାନ ପ୍ରାପ୍ତ ଥିଲା। ରାମାୟଣ ଅନୁସାରେ ଶୂର୍ପଣଖାର ରୂପ, ରଙ୍ଗ ଖୁବ୍ ଭୟଙ୍କର ଥିଲା। ଶୂର୍ପଣଖା ନିଜର ପସନ୍ଦ ଅନୁସାରେ ସେ ଜଣେ ରାକ୍ଷସ ସହ ବିବାହ କରିଥିଲେ, ଯାହାଙ୍କର ନାମ ଥିଲା ବିଦ୍ୟୁତ୍‌ଜୁଏ, ଯିଏକି କାଳକେୟ ରାଜାଙ୍କର ସେନାପତି ଥିଲେ। ଶୂର୍ପଣଖାଙ୍କର ବିବାହ କିଛି ଦିନ ପରେ ରାବଣ ଯେବେ ବିଶ୍ୱ ବିଜୟ କରିବାକୁ ଯୁଦ୍ଧ ଆରମ୍ଭ କଲେ, ସେ କାଳକେୟ ରାଜାଙ୍କ ସହ ମଧ୍ୟ ଯୁଦ୍ଧ କରିଥିଲେ। ସେହି ଯୁଦ୍ଧରେ ହିଁ ତାଙ୍କର ସାମ୍ନା ବିଦ୍ୟୁତ୍‌ଜୁଏଙ୍କ ସହିତ ହୋଇଥିଲା, ଯିଏକି ଶୂର୍ପଣଖାଙ୍କର ପତି ଥିଲେ। ସେହି ରାକ୍ଷସ ନିଜ ଜିଭ ଦ୍ୱାରା ଚାଟି ରାବଣକୁ ମାରିବାର ପ୍ରୟାସ କରିଥିଲେ, କିନ୍ତୁ ରାବଣ ତାକୁ ବଧ କରିଥିଲେ। ଏହି ଯୁଦ୍ଧରେ ବିଜୟୀ ହୋଇ ଫେରିବା ବାଟରେ ଶୂର୍ପଣଖା ତାଙ୍କ ଭାଇଙ୍କୁ ଅଟକାଇଥିଲେ ଆଉ କାନ୍ଦିବାକୁ ଲାଗିଲେ। ଏହା ଦେଖି ରାବଣ କହିଲେ, ଭଉଣୀ, ତୋର କ'ଣ ହେଲା? ତୁମେ କାହିଁକି କାନ୍ଦୁଛ? ଶୂର୍ପଣଖା କହିଲେ, ଭାଇ, ତୁମେ ମୋର ସ୍ୱାମୀଙ୍କୁ ମାରିଦେଲ, ମୋତେ ବିଧବା ବନାଇଦେଲ। ଏହା ଶୁଣି ରାବଣ କହିଲେ, ଯୁଦ୍ଧକ୍ଷେତ୍ରରେ କିଏ ପର କିଏ ନିଜର ଏହା ଦେଖାଯାଏ ନାହିଁ, କେବଳ ଯୁଦ୍ଧ ଜିତାଯାଏ। ଏହାପରେ ରାବଣ ଓ ଶୂର୍ପଣଖା ଭିତରେ ବହୁତ ବାଦବିବାଦ ହେଲା। ଏହାପରେ ରାବଣ ଶୂର୍ପଣଖାକୁ ତାଙ୍କ ଭାଇ ଖର ଓ ଧୂସରଙ୍କ ସହ ଦଣ୍ଡକାରଣ୍ୟକୁ ରହିବା ପାଇଁ ପଠାଇଦେଲା। ଏହାପରେ ଶୂର୍ପଣଖା ଦଣ୍ଡକାରଣ୍ୟକୁ ରହିବାକୁ ଚାଲିଗଲେ। କିନ୍ତୁ ତାଙ୍କ ମନ ଭିତରେ ତାଙ୍କ ସ୍ୱାମୀଙ୍କର ମୃତ୍ୟୁର ପ୍ରତିଶୋଧ ନେବାର ଥିଲା। ତେଣୁ ସେ ମନ ଭିତରେ ଭାବୁଥାନ୍ତି, ମୋ ଭାଇ ମୋ ସ୍ୱାମୀର ମୃତ୍ୟୁର କାରଣ। ଏହାର ପ୍ରତିଶୋଧ ମୁଁ ନିଶ୍ଚିତ ଭାବରେ ନେବି। ଏହାପରେ ଶୂର୍ପଣଖା ଦଣ୍ଡକାରଣ୍ୟରେ ପ୍ରଭୁ ରାମଚନ୍ଦ୍ରଙ୍କୁ ଦେଖି ବିବାହ କରିବା ପାଇଁ ତାଙ୍କୁ ପ୍ରସ୍ତାବ ଦେଇଥିଲେ। କିନ୍ତୁ ପ୍ରଭୁ ରାମଚନ୍ଦ୍ର ତାଙ୍କୁ ମନା କରିଦେଇଥିଲେ, କିନ୍ତୁ କହିଥିଲେ, ମୁଁ ବିବାହିତ ଅଟେ ଆଉ ମୋର ସ୍ତ୍ରୀ ମୋ ପାଖରେ ଅଛନ୍ତି। ଏହାପରେ ଶୂର୍ପଣଖା ଲକ୍ଷ୍ମଣଙ୍କୁ ବିବାହ କରିବାକୁ ପ୍ରସ୍ତାବ ଦେଲେ। ଲକ୍ଷ୍ମଣ ତାଙ୍କ ମନା କରିଥିବାରୁ ସେ ରାଗିଯାଇ ମାତା ସୀତାଙ୍କୁ ଆକ୍ରମଣ କରିଥିଲେ। ଏହା ଦେଖି ଲକ୍ଷ୍ମଣ ଶୂର୍ପଣଖାଙ୍କର ନାକ କାଟିଦେଇଥିଲେ। ଏହାପରେ ନିଜର ଅପମାନର ପ୍ରତିଶୋଧ ନେବା ପାଇଁ ଯାଇ ରାବଣକୁ ରାମ, ଲକ୍ଷ୍ମଣ ଓ ମାତା ସୀତାଙ୍କ ବିଷୟରେ କହିଥିଲେ। ମାତା ସୀତାଙ୍କର ସୁନ୍ଦରତା ବିଷୟରେ ମଧ୍ୟ ସେ କହିଥିଲେ ଆଉ ତାଙ୍କଠାରୁ ପ୍ରତିଶୋଧ ନେବା ପାଇଁ ରାବଣକୁ କହିଥିଲେ। ପ୍ରକୃତରେ ଶୂର୍ପଣଖା ତାଙ୍କ ଭାଇଙ୍କଠାରୁ ପ୍ରତିଶୋଧ ନେବାକୁ ଚାହୁଁଥିଲେ, କିନ୍ତୁ ସେ ତାଙ୍କ ଭାଇଙ୍କର ଶକ୍ତି ସହ ପରିଚିତ ଥିଲେ। ସେ ଜାଣିଥିଲେ ଜଣେ ସାମାନ୍ୟ ମନୁଷ୍ୟ ତାଙ୍କ ଭାଇଙ୍କର ପରାସ୍ତ କରିପାରିବ ନାହିଁ। ତେଣୁ ସେ ଯେତେବେଳେ ପ୍ରଭୁ ରାମଚନ୍ଦ୍ରଙ୍କୁ ଦେଖିଲେ, ସେ ଜାଣିପାରିଲେ ଯେ ସେ ଜଣେ ଦିବ୍ୟ ପୁରୁଷ ଅଟନ୍ତି। ରାବଣ ମଧ୍ୟ ନିଜ ଭଉଣୀର ପ୍ରତିଶୋଧ ନେବା ପାଇଁ ମାତା ସୀତାଙ୍କୁ ହରଣ କରିଥିଲେ, ଯାହା ଫଳରେ ରାମାୟଣରେ ଏହି ଭୀଷଣ ଯୁଦ୍ଧ ଆରମ୍ଭ ହୋଇଥିଲା ଆଉ ପ୍ରଭୁ ରାମଚନ୍ଦ୍ରଙ୍କ ହାତରେ ରାବଣର ବଧ ହୋଇଥିଲା। ଓ ଏହିପରି ଭାବରେ ଶୂର୍ପଣଖା ନିଜ ଭାଇଠାରୁ ପ୍ରତିଶୋଧ ନେଇଥିଲେ। ଆପଣମାନେ ଭାବୁଥିବେ, ରାମାୟଣ ଯୁଦ୍ଧ ପରେ ଶୂର୍ପଣଖାଙ୍କ ସହିତ କ'ଣ ହୋଇଥିଲା? ରାମାୟଣର ଯୁଦ୍ଧ ପରେ ଶୂର୍ପଣଖା ବିଭୀଷଣଙ୍କ ସହିତ ଲଙ୍କାରେ ରହିଥିଲେ, କିନ୍ତୁ କିଛି ବର୍ଷ ପରେ
ସୁପର୍ଣ୍ଣେଖା ଓ ତାଙ୍କ ସାବତ ଭଉଣୀ ଦୁଇ ଜଣଙ୍କର ମୃତଦେହ ନଦୀ ତଟରୁ ମିଳିଥିଲା। ଏମାନଙ୍କର ମୃତ୍ୟୁ କିପରି ହୋଇଥିଲା ଏହା କୌଣସି ଧର୍ମଗ୍ରନ୍ଥରେ ଲେଖା ହୋଇନାହିଁ। ତେବେ ଦର୍ଶକ ବନ୍ଧୁ, କ'ଣ ଆପଣମାନଙ୍କୁ ଏହି ରହସ୍ୟ ପୂର୍ବରୁ ଜଣାଥିଲା? ତେବେ ତଳେ ମୋତେ କମେଣ୍ଟ କରି ନିଶ୍ଚିନ୍ତ ଭାବରେ ଜଣାନ୍ତୁ। ଆଉ ଯଦି ଭିଡ଼ିଓଟି ଭଲ ଲାଗିଥାଏ ତେବେ କମେଣ୍ଟରେ ଜୟ ଶ୍ରୀରାମ ଲେଖିବାକୁ ଜମାରୁ ବି ଭୁଲିବେନି। ତେବେ ଭିଡ଼ିଓଟିକୁ ଲାଇକ୍ କରନ୍ତୁ, ସେୟାର କରନ୍ତୁ। ଯଦି ଚ୍ୟାନେଲରେ ନୂଆ ଅଛନ୍ତି ଚ୍ୟାନେଲଟିକୁ ସବସ୍କ୍ରାଇବ୍ କରନ୍ତୁ। ରହୁଛି ନମସ୍କାର, ଜୟ ଜଗନ୍ନାଥ। ପୁଣି ଦେଖା ହେବ ଏକ ସୁନ୍ଦର ଭିଡ଼ିଓ ସହିତ ଆଗାମୀ ଦିନମାନଙ୍କରେ। ଜୟ ଜଗନ୍ନାଥ।